ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଆପଣଙ୍କୁ ପ୍ରତ୍ୟେକଙ୍କୁ ମୋର ଆଉ ଏକ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓକୁ ମୁଁ ସ୍ୱାଗତ କରୁଅଛି। ଆଜିର ଭିଡ଼ିଓ ଆପଣଙ୍କ ନିମନ୍ତେ ମୋ ନିମନ୍ତେ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବା ପାଇଁ ଯାଉଅଛି। ମୁଁ କାହିଁକି କହୁଛି ଗୁରୁତ୍ୱପୂର୍ଣ୍ଣ? କାରଣ ଆଜିର ଭିଡ଼ିଓରେ ଆମେ ଏମିତି ଏକ ବିଷୟ ଆଲୋଚନା କରିବା, ଯାହାକି ଜଣେ ଖ୍ରୀଷ୍ଟିଆନ ଜୀବନରେ, ଜଣେ ଖ୍ରୀଷ୍ଟିଆନର ଆତ୍ମିକ ଜୀବନ ନିମନ୍ତେ ଅତ୍ୟନ୍ତ ଲାଭଦାୟକ ଦରକାରୀ ଜିନିଷ ଅଟେ। ତେବେ ତାହା କ'ଣ? ଆପଣ ଯେପରି ଥମ୍ବନେଲରେ ଦେଖିଲେ, ତାହା ହେଉଛି ଖ୍ରୀଷ୍ଟିଆନ ଜୀବନର ପ୍ରାର୍ଥନା। ତେବେ ହଁ ପ୍ରିୟ ବନ୍ଧୁଗଣ, ଯେପରି ଶରୀର ବଞ୍ଚିବା ନିମନ୍ତେ ଖାଦ୍ୟ ଦରକାର, ସେପରି ଆତ୍ମାକୁ ଜୀବିତ ରଖିବା ନିମନ୍ତେ ପ୍ରାର୍ଥନା ନିହାତି ଦରକାର। ତେବେ ଯେଉଁ ମନୁଷ୍ୟ ଯେତେ ପ୍ରାର୍ଥନା ଅଧିକ କରେ, ଯେଉଁ ମଣିଷ ତା ଜୀବନରେ ଯେତେ ପ୍ରାର୍ଥନାର ଜୀବନ ଥାଏ, ସେହି ମଣିଷ ସେତେ ଆତ୍ମିକ ଜୀବନରେ ବଳବାନ। ତେବେ ଅନେକ ଇଚ୍ଛା ପ୍ରକାଶ କରନ୍ତି, ଅନେକ ଚିନ୍ତା କରନ୍ତି, ଖାସ୍ ମୁଁ ବି ଚମତ୍କାର କରିପାରନ୍ତି କି, ମୁଁ ବି ଆଶ୍ଚର୍ଯ୍ୟକର୍ମ କରିପାରନ୍ତି କି? ତେବେ ପ୍ରିୟ ବନ୍ଧୁଗଣ, ଚମତ୍କାର ଏବଂ ଆଶ୍ଚର୍ଯ୍ୟକର୍ମ କରିବା ନିମନ୍ତେ ପରମେଶ୍ୱରଙ୍କର ଦାନ ନିହାତି ଦରକାର। ଆଉ ତା ସହିତ ପ୍ରାର୍ଥନାମୟ ଜୀବନ ଆପଣଙ୍କୁ ଜଣେ ଶକ୍ତିଶାଳୀ ଆତ୍ମିକ ଯୋଦ୍ଧା ଭାବରେ ଆପଣଙ୍କୁ ନିଶ୍ଚିନ୍ତ ରୂପେ ତିଆରି କରିଦେବ। ଏଥିରେ କୌଣସି ରୂପରେ ସନ୍ଦେହ ନାହିଁ। ଯଦି ଆମେ ପବିତ୍ର ବାଇବେଲରେ ଦେଖିବା, ତେବେ ଅନେକ ପ୍ରାର୍ଥନାଶୀଳ ବ୍ୟକ୍ତିମାନେ ଅଛନ୍ତି। ଦାନିଏଲ ପ୍ରାର୍ଥନା କଲେ, ସିଂହମାନଙ୍କର ମୁଖ ବନ୍ଦ ହେଇଗଲା। ଏଷ୍ଟର ପ୍ରାର୍ଥନା କଲେ, ସମଗ୍ର ଯିହୁଦୀ ଜାତି ମୃତ୍ୟୁରୁ ରକ୍ଷା ପାଇଲେ ବା ଉଦ୍ଧାର ପାଇଲେ। ଦାଉଦ ପ୍ରାର୍ଥନା କଲେ, ସାମୁଏଲ ପ୍ରାର୍ଥନା କଲେ। ଏପରି ଅନେକ ଅଛନ୍ତି ଯେଉଁମାନେ କି ପ୍ରାର୍ଥନା କରିଅଛନ୍ତି। ଏପରିକି ଆମମାନଙ୍କର ତ୍ରାଣକର୍ତ୍ତା ପ୍ରିୟ ପ୍ରଭୁ ଯୀଶୁଖ୍ରୀଷ୍ଟ, ସେ ନିଜେ ମଧ୍ୟ ପ୍ରାର୍ଥନା କଲେ ଏବଂ ଶିଷ୍ୟମାନଙ୍କୁ ପ୍ରାର୍ଥନା କରିବାକୁ ଶିଖାଇଲେ। ତେବେ ଦେଖନ୍ତୁ ବନ୍ଧୁଗଣ, ପ୍ରାର୍ଥନା ଆମର ଜୀବନର କେତେ ଦରକାରୀ ଅଟେ। ତେବେ ଏଇ ଯେଉଁ ପ୍ରାର୍ଥନା ବିଷୟ ରହିଅଛି, ତାହା ଆମେ କେତେବେଳେ କରିବା ଉଚିତ? ସବୁଠାରୁ ବଡ଼ ପ୍ରଶ୍ନ। ନା ସକାଳ କରିବା, ନା 12ଟା ବେଳେ, ନା 4ଟା ବେଳେ, କି ରାତିରେ? এই ପ୍ରାର୍ଥନା କେତେବେଳେ କରିବା ଆବଶ୍ୟକ? କେତେବେଳେ ପ୍ରାର୍ଥନା କଲେ ଆମକୁ ଅଧିକ ଶକ୍ତି ମିଳେ? କେଉଁ ପ୍ରାର୍ଥନାରେ ଅଧିକ ଲାଭ ରହିଥାଏ, ଆତ୍ମିକ ଲାଭ ରହିଥାଏ? ଆଉ କେଉଁ ପ୍ରାର୍ଥନା କେତେବେଳେ କରିବା ଦରକାର? ତାହା ଆଜିର ମୂଳ ପ୍ରସଙ୍ଗ ଅଟେ, ମୂଳ ବିଷୟବସ୍ତୁ ଅଟେ। ବାଇବେଲରେ ଅନେକ ପ୍ରାର୍ଥନାର ଯୋଦ୍ଧାମାନେ ଅଛନ୍ତି। ସେମାନେ ଥିଲେ, ସେମାନଙ୍କ ନାମ ଏବେ ମଧ୍ୟ ପବିତ୍ର ବାକ୍ୟ ବାଇବେଲ ମଧ୍ୟରେ ରହିଅଛି। ତେବେ ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ତେବେ ପ୍ରାର୍ଥନା ଆମେ କେତେବେଳେ କରିବା? ଆଉ ଯେତେବେଳେ ଆମେମାନେ ସକାଳୁ ଉଠି ପ୍ରାର୍ଥନା କରୁ, ସକାଳୁ ଉଠିକି ପ୍ରାର୍ଥନା କଲେ ସେ ପ୍ରାର୍ଥନାରେ କ'ଣ ଲାଭ ରହିଥାଏ? ଆଉ ସକାଳେ ପ୍ରାର୍ଥନା କରିବା, ପ୍ରାତଃ ସମୟରେ ପ୍ରାର୍ଥନା କାହିଁକି ଜରୁରୀ ଅଟେ? ଅନେକ ପ୍ରଭୁଙ୍କର ଦାସମାନେ ଅଛନ୍ତି, ଯେଉଁମାନେ କି ରାତି 2 ବା ରାତି 3ରୁ ଉଠିକି ସେମାନେ ପ୍ରାର୍ଥନା କରନ୍ତି। ତେବେ ଏ ପ୍ରାର୍ଥନାରେ କ'ଣ ବିଷୟ ରହିଅଛି? ଖାସ୍ କ'ଣ ବିଷୟ ରହିଅଛି? ତେବେ ଏଠାରେ ମନରେ ଗୋଟେ ପ୍ରଶ୍ନ ଆସୁଛି। ହୁଏତ ଅନେକ ମଧ୍ୟ କମେଣ୍ଟ କରିପାରନ୍ତି ଯେ କେବଳ ରାତି 2-3ରୁ ପ୍ରାର୍ଥନା କଲେ ପରମେଶ୍ୱର ଶୁଣିବେ? କ'ଣ ଦିନରେ ପ୍ରାର୍ଥନା କଲେ ପରମେଶ୍ୱର ଶୁଣିବେ ନାହିଁ କି? ପରମେଶ୍ୱର ନିଶ୍ଚୟ ଶୁଣିବେ। ଯେତେବେଳେ ଆମେମାନେ କୌଣସି ବି ପ୍ରାର୍ଥନା କରୁ, ଯେତେବେଳେ ଆମେମାନେ କୌଣସି ପ୍ରାର୍ଥନା କରୁ, କୌଣସି ଉଦ୍ଦେଶ୍ୟ ନେଇକି ପ୍ରାର୍ଥନା କରୁ, ଯେତେବେଳେ ଆମମାନଙ୍କର ଉଦ୍ଦେଶ୍ୟ ଉପଯୁକ୍ତ ହେଇଥାଏ, ପରମେଶ୍ୱରଙ୍କ ଦୃଷ୍ଟିରେ ଗ୍ରହଣଯୋଗ୍ୟ ହେଇଥାଏ, ଏବଂ ଆମମାନଙ୍କ ପ୍ରାର୍ଥନାରେ ଯେତେବେଳେ ବିଶ୍ୱାସ ରହିଥାଏ, ସେତେବେଳେ ସେହି ପ୍ରାର୍ଥନା ଅତି ଶୀଘ୍ର ଫଳପ୍ରଦ ହେଇଥାଏ। ଏମିତି କିଛି ପ୍ରାର୍ଥନା ରହିଅଛି ଯାହାର ଉତ୍ତର ଡେରିରେ ଆସେ,
କିନ୍ତୁ ଏମିତି ବି କିଛି ପ୍ରାର୍ଥନା ରହିଅଛି ଯାହାର ଉତ୍ତର କଦାପି ଆସେ ନାହିଁ, କେବେ ମଧ୍ୟ ଆସେ ନାହିଁ। ସେଥିରେ ମଧ୍ୟ ପରମେଶ୍ୱରଙ୍କର ଯୋଜନା ରହିଅଛି। ତେବେ ରାତି 2ରୁ ପ୍ରାର୍ଥନା କରିବା ଦ୍ୱାରା ଆମର ଆତ୍ମିକ ଜୀବନରେ କ'ଣ ଲାଭ ହୁଏ, କ'ଣ ଲାଭ ମିଳେ? ଚାଲନ୍ତୁ ଆଜିର ବିଷୟକୁ ଆମେ ଆଗକୁ ନେବା। ରାତି 2 କିମ୍ବା 3 ଯେତେ ଶୀଘ୍ର ଆପଣ ଉଠିପାରିବେ ଭଲ। ଆପଣ କାହିଁକି ପ୍ରାର୍ଥନା କରିବା ଉଚିତ? ପ୍ରିୟ ବନ୍ଧୁଗଣ, ଯେପରି ବାଇବେଲ ଲେଖା ଅଛି, ପ୍ରଥମ ଜିନିଷ ସଦା ପ୍ରଭୁଙ୍କୁ ଦିଅ। ତେବେ ଆମେମାନଙ୍କର ସମୟର ପ୍ରଥମ ସମୟ ମଧ୍ୟ ଆମେମାନେ ସଦା ପ୍ରଭୁଙ୍କୁ ଦେବା ଦରକାର। ଯେଉଁମାନେ 2ରେ ଉଠୁଛନ୍ତି, ଯେଉଁମାନେ 3ରେ ଉଠୁଛନ୍ତି, ସେଥିରେ କୌଣସି ବି ଯାଏ ଆସେ ନାହିଁ। ଆପଣ ଯେତେବେଳେ ବି ଉଠୁଛନ୍ତି, ପ୍ରଥମ ସମୟ ଆପଣ ସଦା ପ୍ରଭୁଙ୍କୁ ହିଁ ଦିଅନ୍ତୁ। ଦେଖିବେ ଆପଣଙ୍କ ଜୀବନରେ କିପରି ଚମତ୍କାର ହେଉଛି। ହଁ ପ୍ରିୟ ବନ୍ଧୁଗଣ, ଏଇଟା ମୁଁ ନିଜର ଏକ୍ସପିରିଏନ୍ସରୁ ମୁଁ କହୁଅଛି, ନିଜର ଅନୁଭୂତିରୁ ମୁଁ ଏହା ଆପଣମାନଙ୍କୁ କହୁଅଛି। ଯେହେତୁ ମୋ ଜୀବନରେ ଘଟିଅଛି, ତେଣୁ ଯଦି ମୁଁ ପାଇଲି, ତେବେ ଆପଣ କାହିଁକି ପାଇବେ ନାହିଁ? ଆପଣ ମଧ୍ୟ ନିଶ୍ଚୟ ପାଇବେ। ତେବେ ପ୍ରାର୍ଥନା ଆପଣ କରନ୍ତୁ। ଆପଣ ଯେତେବେଳେ ସକାଳୁ ଉଠୁଛନ୍ତି, ପ୍ରଥମ ସମୟ ଆପଣ ସଦା ପ୍ରଭୁଙ୍କୁ ହିଁ ଦିଅନ୍ତୁ। ଅନେକ ଅଛନ୍ତି ପ୍ରଭୁଙ୍କର ଦାସମାନେ, ରାତି 12ରେ ସେମାନେ ଉଠିକି ସେମାନେ ପ୍ରାର୍ଥନା କରିବେ। ଠିକ୍ ରାତି 12। ତାର ମଧ୍ୟ ଗୋଟେ କାରଣ ରହିଅଛି। କାରଣଟି କ'ଣ? କାରଣଟି ହେଉଛି, ଯେତେବେଳେ ଜଣେ ରାତି 12 ଉଠି ପ୍ରାର୍ଥନା କରେ, ରାତି 12 ହେଉଛି, ଯେତେବେଳେ ରାତି 12 ହୁଏ, ତାପରେ ପରେ ଆଉ ଗୋଟେ ଦିନ ଆରମ୍ଭ ହୁଏ। ସେମାନେ ଚିନ୍ତା କରନ୍ତି, ସେମାନେ ଏହା ବିଶ୍ୱାସ କରନ୍ତି ଯେ ଆମେମାନେ ପ୍ରଥମ ବିଷୟ ଆମେ ସଦାପ୍ରଭୁଙ୍କୁ ଦେଇଦେବା। 12ଟା ପରେ ଯେଉଁ ପ୍ରଥମ ସମୟ ଆସୁଅଛି, ତାହାକୁ ଆମେ କୌଣସି ରୂପେ ନଷ୍ଟ କରିବା ନାହିଁ। ସେ ଶୋଇବାରେ ହେଉ, ଗପସପ କରିବାରେ ହେଉ, ଯେତେବେଳେ ଆସନ୍ତା ଆଉ ଗୋଟେ ଦିନ ହେଇଯାଉଛି ରାତି 12ଟା ପରେ, ସଙ୍ଗେ ସଙ୍ଗେ ଆମେ ସେଇ ସମୟଟା ସଦାପ୍ରଭୁଙ୍କ ହସ୍ତରେ ଆମେ ସମର୍ପଣ କରିବା। ତେବେ ସେମାନେ ବିଶ୍ୱାସ କରନ୍ତି ଯେ ଏହା ଦ୍ୱାରା ସଦାପ୍ରଭୁଙ୍କର ଆଶୀର୍ବାଦ ପ୍ରଚୁର ଭାବରେ ଆସିଥାଏ। ତେବେ ପ୍ରିୟ ବନ୍ଧୁଗଣ, ଖ୍ରୀଷ୍ଟରେ ପ୍ରିୟ ଭାଇ ଏବଂ ଭଉଣୀମାନେ, ଏହି କଥାରେ ଆପଣ କେତେ ଦୂର ଏକମତ ଅଟନ୍ତି? ଆପଣ ମୋତେ କମେଣ୍ଟ କରନ୍ତୁ। ଅନେକ ପ୍ରଭୁଙ୍କର ଦାସମାନେ ଅଛନ୍ତି, ଯେଉଁମାନେ ରାତି 2ରେ ଉଠି ପ୍ରାର୍ଥନା କରନ୍ତି, ରାତି 3ରେ ଉଠି ପ୍ରାର୍ଥନା କରନ୍ତି। ଏଥିରେ ମଧ୍ୟ ଲାଭ ରହିଅଛି, ଆତ୍ମିକ ଲାଭ ରହିଅଛି। କାହିଁକି ସେମାନେ କରନ୍ତି? ଏହା ଦ୍ୱାରା କ'ଣ ହୁଏ? କାରଣ ଆପଣ ଦେଖିଥିବେ, ଯେତେବେଳେ ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଦିନ ବେଳେ ପ୍ରାର୍ଥନା କରେ, ପ୍ରାର୍ଥନା କରିବା ସହିତ ଦିନ ବେଳର ଅନେକ ଟେନସନ୍ ତା ମୁଣ୍ଡ ଭିତରେ ଥାଏ। ସେ ସିନା ପ୍ରାର୍ଥନା କରୁଥାଏ, କିନ୍ତୁ ପ୍ରାର୍ଥନା କରିବା ସମୟରେ ବେଳେବେଳେ ଜଗତର ଚିନ୍ତା ତାର ମନରେ ଆସିଥାଏ ଯେ ମୁଁ ଶୀଘ୍ର ପ୍ରାର୍ଥନା ସରେଇବି, ଅମୁକ କାମ ମୁଁ କରିବି, ମୁଁ ପ୍ରାର୍ଥନାକୁ ଶୀଘ୍ର ସରେଇ ଦେଲେ ମୁଁ ଏଇ ଜାଗାକୁ ମୁଁ ଯିବି, ମୋର ଅନେକ କାମ ବାକି ଅଛି, ତେଣୁ ମୁଁ ଅଧଘଣ୍ଟା ପ୍ରାର୍ଥନା ମୁଁ କରିକି ମୁଁ ସରେଇ ଦେବି। ଏହିଭଳି ଚିନ୍ତାଧାରା ଆସିଥାଏ। କିନ୍ତୁ ଯେତେବେଳେ ଜଣେ ରାତି 2ରୁ ଉଠି ପ୍ରାର୍ଥନା କରେ, କିମ୍ବା ରାତି 1 କିମ୍ବା ରାତି 3ରୁ ଉଠି ପ୍ରାର୍ଥନା କରେ, ସେତେବେଳେ ସେ ପ୍ରାତଃ ପର୍ଯ୍ୟନ୍ତ, ମୋର କହିବାର ଅର୍ଥ ହେଉଛି ସକାଳ 5 ହେଉ 6 ହେଉ, ସେ ପର୍ଯ୍ୟନ୍ତ ସେ କ'ଣ କରିପାରେ? ନିଜର ସମୟକୁ ସେ ବିନା ଚିନ୍ତାରେ ସଦାପ୍ରଭୁଙ୍କ ହସ୍ତରେ ସମର୍ପଣ କରିପାରେ। ଏହା ହିଁ ସବୁଠାରୁ ବଡ଼ ଅସ୍ତ୍ର ଅଟେ। ସେଥିପାଇଁ ଅନେକ ସେମାନେ ଚିନ୍ତା କରନ୍ତି, ଆମେମାନେ ସକାଳୁ ଉଠି ଆମେମାନେ ପ୍ରାର୍ଥନା କରିବା, ପ୍ରଥମ ସମୟଟା ଆମେମାନେ ସଦାପ୍ରଭୁଙ୍କୁ ଆମେମାନେ ଦେବା। ତେବେ ବାଇବେଲରେ ଅଛନ୍ତି ପ୍ରଭୁଙ୍କର ଦାସମାନେ, ପ୍ରଭୁଙ୍କର ଦାସମାନେ ଯେଉଁମାନେ କି ପ୍ରାର୍ଥନାର ଯୋଦ୍ଧା, ସେମାନେ ଅନେକ ସମୟ ଧରି ପ୍ରାର୍ଥନା କରୁଥିଲେ। ତେବେ ଆପଣ ମଧ୍ୟ ପ୍ରାର୍ଥନା କରନ୍ତୁ, ପ୍ରାର୍ଥନାର ଜୀବନ କାଟନ୍ତୁ। ଶୟତାନ କାହାକୁ ଡରେ ନାହିଁ, କେବଳ ଜଣକୁ ଡରେ, ଜଣକୁ ଭୟ କରେ, ଯିଏକି ସର୍ବଦା ପ୍ରାର୍ଥନା କରୁଥାଏ। ଆପଣ ଯେତେ ଅଧିକ ପ୍ରାର୍ଥନା କରିବେ, ଆପଣ ଯେତେ ଅଧିକ ପ୍ରାର୍ଥନାରେ ନିଜର ଜୀବନ ବିତେଇବେ, ଆପଣ ସେତେ ଆତ୍ମିକ ଜୀବନରେ ଶକ୍ତିଯୁକ୍ତ ହେବେ। ଏହା ହିଁ ନିରାଟ ସତ୍ୟ ବିଷୟ ଅଟେ।
ଯିଏ ଯେତେ ଅଧିକ ପ୍ରଭୁଙ୍କ ଠାରେ ଜୀବନ କାଟିବ ସେ ସେତେ ଅଧିକ ଆତ୍ମିକ ଜୀବନରେ ଶକ୍ତିଯୁକ୍ତ ହେବ। ଯେ ପ୍ରାର୍ଥନା ହେଉ କିମ୍ବା ବାଇବଲ ଅଧ୍ୟୟନ ହେଉ, ଆପଣମାନେ ପ୍ରଭୁଙ୍କ ନିକଟରେ ଯେତେ ଅଧିକ ସମୟ କାଟିବେ ଆପଣ ସେତେ ଆତ୍ମିକ ଜୀବନରେ ଶକ୍ତିଯୁକ୍ତ ହେବେ ଏବଂ ଆପଣଙ୍କ ପ୍ରାର୍ଥନାରେ ମଧ୍ୟ ଅନେକ ଚମତ୍କାର ହେବ। ତେବେ ଯେପରି ବଡ଼ ବଡ଼ ପ୍ରଭୁଙ୍କର ଦାସମାନେ ଅଛନ୍ତି, ଆପଣ ବଜେନ୍ଦ୍ର ସିଂ କୁହନ୍ତୁ, ଅଙ୍କୁର ନରୁଲା କୁହନ୍ତୁ, ଏପରି ଅନେକ ଦାସମାନେ ଅଛନ୍ତି, ଟିବି ଯଶୱା କୁହନ୍ତୁ, ସେମାନଙ୍କର ଆଶ୍ଚର୍ଯ୍ୟକର୍ମ କରିବାର, ଚମତ୍କାର କରିବାର ତାଙ୍କ ରହସ୍ୟ କ'ଣ? ରହସ୍ୟ ହେଉଛି ପ୍ରାର୍ଥନା। ପ୍ରାର୍ଥନା ବିନା ଆପଣ କିଛି ମଧ୍ୟ କରିପାରିବେ ନାହିଁ। ତେଣୁ ପ୍ରାର୍ଥନା ହେଉଛି ଜଣେ ଖ୍ରୀଷ୍ଟିଆନ ଜୀବନର ସବୁଠାରୁ ବଡ଼ ଅସ୍ତ୍ର ଅଟେ। ତାହା ହେଉଛି ପ୍ରାର୍ଥନା। ହଁ ପ୍ରିୟ ବନ୍ଧୁଗଣ, ଆପଣଙ୍କ ପରମେଶ୍ୱରଙ୍କର ଉପସ୍ଥିତିରେ ଯେତେ ଅଧିକ ସମୟ ରହିବେ ଆପଣ ସେତେ ଶକ୍ତିଯୁକ୍ତ ହେବେ। ପ୍ରଭୁଙ୍କ ଶକ୍ତିରେ ଆପଣ ଶକ୍ତିଯୁକ୍ତ ହେବେ। ତେବେ ଯଦି ଆମେ ବାଇବେଲରେ ଗୋଟେ ଉଦାହରଣ ଆମେ ଦେଖିବା, ମୋର ଗୋଟେ ବିଷୟ ମନେ ପଡ଼ୁଛି, ମଶାଙ୍କ ବିଷୟ। ପରମେଶ୍ୱର ମଶାଙ୍କୁ ଡାକିଲେ, ତୁମେ ଏଇ ପାହାଡ଼ ଉପରକୁ ତୁମେ ଆସ, ଆଉ ଆମେ ତୁମକୁ ଅନେକ କଥା ତୁମକୁ କହିବା, ତୁମ ସହିତ ଆମେ କଥାବାର୍ତ୍ତା କରିବା। ଆଉ ଯେତେବେଳେ ମଶା ସିନୟ ପର୍ବତ ଉପରକୁ ଗଲେ, ପ୍ରାୟ 40 ଦିନ 40 ରାତ୍ରି ସେ ସଦା ପ୍ରଭୁଙ୍କର ଉପସ୍ଥିତିରେ ଅଛନ୍ତି। ପରମେଶ୍ୱର ତାକୁ ନିର୍ଦ୍ଦେଶ ଦେଉଅଛନ୍ତି ଆଉ ସେ ଶ୍ରବଣ କରୁଅଛନ୍ତି। ଆଉ 40 ଦିନ ପରମେଶ୍ୱରଙ୍କର ଉପସ୍ଥିତିରେ ରହିଲା ପରେ ଯେତେବେଳେ ମଶା ପାହାଡ଼ ଉପରୁ ତଳକୁ ଓହ୍ଲାଉଛନ୍ତି, ବାଇବେଲରେ ଏମିତି ଲେଖା ଅଛି ପ୍ରଭୁଙ୍କ ବାକ୍ୟରେ, ଲୋକମାନେ ମଶାଙ୍କର ମୁହଁକୁ ସେମାନେ ଦେଖିପାରିଲେ ନାହିଁ। ହଁ ପ୍ରିୟ ବନ୍ଧୁଗଣ, କାରଣ ପରମେଶ୍ୱରଙ୍କ ଉପସ୍ଥିତିରେ ରହିକି ତାଙ୍କର ଶରୀରର ତେଜ ଏମିତି ବଢି ଯାଇଥିଲା, ଲୋକମାନେ ତାଙ୍କୁ ଅନେଇ ପାରିଲେ ନାହିଁ। ଇସ୍ରାଏଲ ଲୋକମାନେ ମଶାଙ୍କୁ ସ୍ୱଚକ୍ଷୁରେ ଦେଖିପାରିଲେ ନାହିଁ, କାରଣ ମଶାଙ୍କର ଶରୀରର ତେଜ ପ୍ରକାଶ ପାଉଥିଲା, ଆଲୋକ ପ୍ରକାଶ ପାଉଥିଲା। ସେମିତି ଆମେ ଯେତେବେଳେ ପ୍ରଭୁଙ୍କର ଉପସ୍ଥିତିରେ ଯେତେ ଅଧିକ ସମୟ ଆମେ ବିତାଉ ସେତେ ଆମେମାନେ ଆତ୍ମିକ ଜୀବନରେ ଶକ୍ତିଯୁକ୍ତ ଆମେମାନେ ହେଉ। ବାଇବଲରେ ଆହୁରି ଅନେକ ଦାସମାନେ ଅଛନ୍ତି। ଦାନିଏଲ, ଯିଏକି 3 ଥର ସଦାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରୁଥିଲେ, ଆଉ ତାଙ୍କ ପ୍ରାର୍ଥନାରେ ଏପରି ଶକ୍ତି ଥିଲା, ଏହିଭଳି ଶକ୍ତି ଥିଲା, ସିଂହମାନଙ୍କର ମୁଖକୁ ମଧ୍ୟ ବନ୍ଦ କରିଦେଲା। ଏହା ହେଉଛି ପ୍ରାର୍ଥନାର ଶକ୍ତି, ପ୍ରାର୍ଥନାର ପାୱାର। କ'ଣ ଆପଣ ଆତ୍ମିକ ଜୀବନରେ ଶକ୍ତିଶାଳୀ ହେବା ପାଇଁ ଚାହୁଁଛନ୍ତି କି? ଆପଣ ମଧ୍ୟ ଇଚ୍ଛା ପ୍ରକାଶ କରୁଅଛନ୍ତି କି ମୁଁ ମଧ୍ୟ ଯୀଶୁଙ୍କ ନାମରେ ଚମତ୍କାର କରନ୍ତି, ଅନେକ ବଡ଼ ବଡ଼ ମୁଁ ଆଶ୍ଚର୍ଯ୍ୟକର୍ମ କରନ୍ତି? ତେବେ ପ୍ରିୟ ବନ୍ଧୁଗଣ, ଆପଣ ପ୍ରାର୍ଥନା କରନ୍ତୁ ପରମେଶ୍ୱର ଆପଣଙ୍କୁ କେଉଁ ଦାନ ଦେଇଛନ୍ତି, ଆଉ ଆପଣ ପରମେଶ୍ୱରଙ୍କ ନିକଟରେ ପ୍ରାର୍ଥନା କରନ୍ତୁ, ଆତ୍ମିକ ଦାନକୁ ମାଗନ୍ତୁ, ଆଉ ପରମେଶ୍ୱର ଆପଣଙ୍କୁ ନିଶ୍ଚିନ୍ତ ରୂପରେ ସାହାଯ୍ୟ କରିବେ। ଆଉ ପରମେଶ୍ୱର ଆପଣଙ୍କୁ ଯାହା ବି ଦାନ ଦେବେ, ରୋଗ ସୁସ୍ଥ କରିବାର ଦାନ ହେଉ କି ଭବିଷ୍ୟତବାଣୀ କରିବାର ଦାନ ହେଉ କି ବାକ୍ୟ ପ୍ରଚାର କରିବାର ଦାନ, ଯାହା ବି ହେଉ, ଆଉ ତାକୁ ଆପଣ କାର୍ଯ୍ୟରେ ଲଗାନ୍ତୁ, କାର୍ଯ୍ୟରେ ବ୍ୟବହାର କରନ୍ତୁ। ତେବେ ଦେଖିବେ ଆପଣ ଆପଣଙ୍କର ଆତ୍ମିକ ଜୀବନରେ ଅନେକ ଉନ୍ନତି ଦେଖିବେ। ତେବେ ଆତ୍ମିକ ଜୀବନରେ ବଳବାନ ହେବା ନିମନ୍ତେ, ଶକ୍ତିଯୁକ୍ତ ହେବା ନିମନ୍ତେ ଭୋର 3ଟାରୁ କିମ୍ବା 2ଟାରୁ ପ୍ରାର୍ଥନା କରିବା ନିହାତି ଜରୁରୀ ଅଟେ। କାରଣ ଏହି ସମୟରେ କ'ଣ ହୁଏ, ବା କେହି ମଧ୍ୟ ଚେତା ନଥାନ୍ତି, ସମସ୍ତେ ଶୋଇଯାଇଥାନ୍ତି, କୋଳାହଳ ନଥାଏ, କେହି ମଧ୍ୟ ଡିଷ୍ଟର୍ବ କରିବାର ବି କୌଣସି ଆଶଙ୍କା ନଥାଏ। ସେଥିପାଇଁ ଏଇଭଳି ପ୍ରାର୍ଥନାରେ ଭୋର ଉଠି ଯେତେବେଳେ ଆମେ ପ୍ରାର୍ଥନା କରୁ, ସେ ପ୍ରାର୍ଥନାରେ ଆମେ ଈଶ୍ୱରଙ୍କ ନିକଟରେ ଏକାଗ୍ର ଭାବରେ ଅଧିକ ସମୟ ଆମେ ବିତେଇ ପାରୁ, ଫଳରେ ସେ ପ୍ରାର୍ଥନା ଅଧିକ ଶକ୍ତିଯୁକ୍ତ ହୁଏ। ତାପରେ ପରବର୍ତ୍ତୀ ସକାଳୁ ପ୍ରାର୍ଥନା କରିବାର ଲାଭ କ'ଣ? ପରମେଶ୍ୱର କାହିଁକି ସକାଳୁ ପ୍ରାର୍ଥନା କରିବା ନିମନ୍ତେ ପ୍ରେରଣା ଦିଅନ୍ତି? ତାର ଆଉ ଗୋଟେ କାରଣ ହେଉଛି ଯେ ଅନୁତାପ କରିବା ନିମନ୍ତେ ଏଇଟା ହେଉଛି
बेस्ट टाइम सबुठारु सठिक समय अटे। जदि आपण आपनक जीवन रे आत्मिक जीवन रे परमेश्वर को विरुद्ध रे कौन भी कार्य करि असंती तेबे आपण कोन करंतु सकाळ उठिकी आपण प्रार्थना करंतु ईश्वर को निकट रे। आपण कांदंतु अश्रु जल ढालंतु। दाऊद कहंती तांकर गीत संगीत रे मु कोन करे प्रार्थना करिकी निजर सेज को मु तिंतेई दिए भिजेई दिए आखि लुहरे। एठुर आपण अनुमान करि पारथिबे दाऊद कि भली भाबरे सदा प्रभु के निकट प्रार्थना करथिले। निज हृदय वेदना को से ढालुथिले और सेति पई दाऊद को मध्य जने प्रार्थनार योद्धा बोली कहा जाए। तेबे ख्रीष्ट रे प्रिय भाई एवं भौणी माने दाऊद सहित परमेश्वर एक घनिष्ठ संपर्क रही। आपण मते चेष्टा करंतु आपण से दान ईश्वर निकट पाइबे। परमेश्वर हुए तो आपण को निमते क्यों दान रखिथिबे तांकर गौरव निमते ता परमेश्वर निकट को जान। आपण हुए तो चमत्कार करिवार शक्ति प्राप्त होई पारंते, भविष्यवाणी करिवार शक्ति प्राप्त होई पारंते। आपण हुए तो रोग सुस्थ करिवार वाक्य प्रसार करिवार अनेक दान आपण पाई परिबे। परभाषा रो दान आपण पाई परिबे। केवल आपण मागिबा दरकार। सकाळ उठंतु जेते शीघ्र हब उठंतु उठिके प्रथम समय आ कहा को न दे केवल परमेश्वर को आपण आपणकर प्रथम समय दियंतु। देखिबे आपनक जीवन रे किभली चमत्कार होउछ। तबे ख्रीष्ट रे प्रिय भाई एवं भौणी माने आज रे विषय वस्तु थिला परमेश्वर सकाळ काहे कि उठांते आ सकाळ प्रार्थना करिवार लाभ कौन। समस्त को ख्रीष्ट प्रेम रे आंतरिक नमस्कार। पुणी देखा आपण सहित आउ के वीडियो रे आउ अध्याय। नमस्कार।